50 ରୁ ଅଧିକ ଲୋକଙ୍କୁ ହତ୍ୟା କରି କୁମ୍ଭୀରଙ୍କୁ ଖୁଆଉଥିବା ସିରିୟଲ କିଲର 67 ବର୍ଷୀୟ ଦେବେନ୍ଦ୍ର ଶର୍ମା ଓରଫ ଡକ୍ଟର ଡେଥ୍ ଗିରଫ। ରାଜସ୍ଥାନର ଏକ ଆଶ୍ରମରେ ପୂଜାରୀ ବେଶରେ ଲୁଚିଥିବା ବେଳେ ସୋମବାର ସନ୍ଧ୍ୟାରେ ପୋଲିସ ଗିରଫ କରିଛି। ଆୟୁର୍ବେଦ ଡକ୍ଟରରୁ ସିରିୟଲ କିଲର ବନିଥିବା ଦେବେନ୍ଦ୍ର ପରୋଲରେ ଯାଇଥିବା ବେଳେ ଫେରାର ହୋଇଯାଇଥିଲା। ତା ବିରୋଧରେ ଏକାଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମାମଲା ରହିଛି। ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାରେ ଭିନ୍ନ ଭିନ୍ନ ମାମଲାରେ ତାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ଗୁରୁଗ୍ରାମର ଏକ କୋର୍ଟରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। 50 ରୁ ଅଧିକ ଲୋକଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ଡେପୁଟି କମିଶନର ଅଫ୍ ପୋଲିସ ଆଦିତ୍ୟ ଗୌତମ କହିଛନ୍ତି, 2002 ରୁ 2004 ମଧ୍ୟରେ ଏକାଧିକ ଟ୍ରକ୍ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ତିହାର ଜେଲରେ ଆଜୀବନ କାରାଦଣ୍ଡାଦେଶ କାଟୁଥିଲା। 2023 ଅଗଷ୍ଟରେ ପରୋଲରେ ବାହାରକୁ ଆସିଥିଲା। ଦେବେନ୍ଦ୍ର ଓ ତାର ସହଯୋଗୀମାନେ ଡ୍ରାଇଭରଙ୍କୁ ଭଡ଼ାରେ ଯିବା ପାଇଁ ଡକାଉଥିଲେ। ଏହାପରେ ସେମାନଙ୍କୁ ହତ୍ୟା କରିବା ପରେ ଗାଡ଼ିକୁ ବ୍ଲାକ୍ ମାର୍କେଟରେ ବିକ୍ରି କରିଦେଉଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଉତ୍ତରପ୍ରଦେଶର କାସଗଞ୍ଜରେ ହଜରା ନାଳରେ କୁମ୍ଭୀରଙ୍କୁ ଖାଇବାକୁ ଫିଙ୍ଗି ଦେଉଥିଲେ। ଆଦିତ୍ୟ ଗୌତମଙ୍କ ଅନୁସାରେ ଦେବେନ୍ଦ୍ରର ଲମ୍ବା ଅପରାଧିକ ଇତିହାସ ରହିଛି, ଯେଉଁଥିରେ ହତ୍ୟା, ଅପହରଣ ଓ ଡକାୟତି ଭଳି 27 ରୁ ଅଧିକ ମାମଲା ରହିଛି। 1995 ରୁ 2004 ପର୍ଯ୍ୟନ୍ତ କିଡ୍ନି ପ୍ରତ୍ୟାରୋପଣ ରାକେଟ ଚଳାଇବା ପାଇଁ କୁଖ୍ୟାତ ଥିଲା। BAMS ଅର୍ଥାତ୍ ଆୟୁର୍ବେଦିକ ଚିକିତ୍ସା ଓ ସର୍ଜରୀରେ ସ୍ନାତକ ଡିଗ୍ରୀଧାରୀ ଦେବେନ୍ଦ୍ର 1984ରେ ରାଜସ୍ଥାନରେ ଏକ କ୍ଲିନିକ୍ ଖୋଲିଥିଲା। ରାଜ୍ୟର ଏକାଧିକ ଡାକ୍ତର ଓ ମଧ୍ୟସ୍ଥିଙ୍କ ଜରିଆରେ 125 ରୁ ଅଧିକ ଅବୈଧ କିଡ୍ନି ପ୍ରତ୍ୟାରୋପଣ କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ପୋଲିସ ସୂଚନା ଅନୁସାରେ 1995 ରୁ 2004 ମଧ୍ୟରେ ଏକ ଗ୍ୟାଙ୍ଗ ଗଢ଼ିଥିଲା, ଯେଉଁମାନେ LPG ସିଲିଣ୍ଡର ନେଉଥିବା ଗାଡ଼ିକୁ ଅଟକାଇ ଚାଳକଙ୍କୁ ମାରିବା ପରେ ସିଲିଣ୍ଡର ସହ ଗାଡ଼ି ଲୁଟି ନେଉଥିଲେ। ଟ୍ରକ୍ ଲୁଟ୍ ପରେ ଗ୍ୟାଙ୍ଗର ସଦସ୍ୟମାନେ ଟ୍ରକ୍କୁ କବାଡ଼ି ବଜାରରେ ବିକ୍ରି କରିଦେଉଥିଲେ। ସେହିପରି ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିଲା। ତା ଉପରେ 2 ଡର୍ଜନରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପଚରା ଉଚରା ବେଳେ ସେ ଏକ ଗ୍ୟାଙ୍ଗର ସଦସ୍ୟ ଥିବା ମଧ୍ୟ ସ୍ୱୀକାର କରିଥିଲା। ପ୍ରତି ମାମଲା ପାଇଁ 7 ଲକ୍ଷ ଟଙ୍କା ନେଉଥିଲା। ଦେବେନ୍ଦ୍ର କିଡ୍ନି ରାକେଟ ଓ ସିରିୟଲ ହତ୍ୟା ମାମଲାରେ 2004ରେ ଗିରଫ ହୋଇଥିଲା। ତିହାର ଜେଲରେ ଥିବାବେଳେ 2023ରେ ପରୋଲରେ ଆସି ଫେରାର ହୋଇଯାଇଥିଲା। ଅପରାଧ ଶାଖାକୁ ତାର ସନ୍ଧାନ କାମ ଦିଆଯାଉଥିଲା। ଅଲିଗଡ଼, ଜୟପୁର, ଦିଲ୍ଲୀ, ଆଗ୍ରା ଓ ପ୍ରୟାଗରାଜ ସମେତ ଅନ୍ୟ ସହରରେ ପ୍ରାୟ 6 ମାସ ଯାଞ୍ଚ ପରେ ଦୌସାର ଏକ ଆଶ୍ରମରେ ଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲା, ନକଲି ପରିଚୟ ପତ୍ର କରି ସେଠାରେ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ରହୁଥିଲା। ସୂଚନାଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ। ପରୋଲରେ ଆସିବା ପରେ ଦେବେନ୍ଦ୍ର ଫେରାର ହେବା। 2020 ଜାନୁଆରୀ 28ରେ 20 ଦିନିଆ ପାରୋଲରେ ଯାଇ ଫେରାର ହୋଇଯାଇଥିଲା। 7 ମାସ ଫେରାର ରହିବା ପରେ ଅପରାଧ ଶାଖା ତାକୁ ଦିଲ୍ଲୀରୁ ଗିରଫ କରିଥିଲା।